ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ ତ ତମମାନଙ୍କ ପାଇଁ ନେଇ ଆସିଛି 50ଟା MCQ କ୍ୱେଶ୍ଚିନ୍ ଆନ୍ସର ତ ସଭ୍ୟ ଜମିଦାର ଫକୀରମୋହନ ସେନାପତି ଲେଖିଛନ୍ତି 50 MCQ କ୍ୱେଶ୍ଚିନ୍ ଆନ୍ସର ଯୋଉଟା ବହୁତ ଗୁରୁତ୍ୱପୂର୍ଣ୍ଣ 50 MCQ ଆଲୋଚନା ଆମେ ସବୁ ଏକ୍ଜାମ ପୂର୍ବରୁ ଆମେ ସବୁ ବିଷୟର ସବୁ MCQ ଆଲୋଚନା କରି ସବୁ ସାରିଦେବା ଯୋଉଟା ଆମର MCQରେ ବି କୌଣସି କଣ ନା ଦ୍ୱନ୍ଦ୍ୱ ଆସିବ ନାହିଁ। ତ ବୁଝିହେଲା ତ MCQ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ MCQ ତମର ପଡିବ କେତେଟା ପଡିବ ନା ତମର 26ଟା MCQ ପଡିବ ତ MCQ ଆମକୁ 26ରୁ 26 କାହିଁକି ନା ତମର ପ୍ରବନ୍ଧରେ ପଡିବ କେତେଟା ନା 5ଟା ତାପରେ ପଡିବ ତମର କୋଉଥିରେ ନା କବିତାରେ ପଡିବ 5ଟା 10 ଗଳ୍ପରେ ପଡିବ 5ଟା 15 ଆଉ 11ଟା ହଉଛି ଏଠି କଣ ନା ଗ୍ରାମାର 15 କେତେ ହେଲା 20 26ଟା ହେଲା ତ 26ଟା MCQ ଆମେ 26କୁ 26 ନେଇ ଆସିବା ଏଥିରେ ତାପରେ 2 ମାର୍କିଆ 3 ମାର୍କିଆ ଲେଖିଦେବା ଆରାମରେ ତମମାନେ କଣ ନା ଏଇଥରକ ମୁଁ କହୁଛି 80 ମାର୍କରେ ଯୋଉ ହବ ତମମାନେ 70 75 ଆରାମରେ ରଖିଦବ ବୁଝିହେଲା ତ ଚାଲ ଆମେ ଷ୍ଟାର୍ଟ କରିବା ସମସ୍ତେ ଆର୍ଟ୍ସ ସାଇନ୍ସ କମର୍ସ ଏବଂ ରେଗୁଲାର ଆଉ ଏକ୍ସ ପିଲାମାନେ କହୁଥିଲେ କି ଏକ୍ସ ରେଗୁଲାର ପିଲାମାନେ ବହୁତ କହୁଥିଲେ କି ଏକ୍ସ ରେଗୁଲାର ପିଲାମାନଙ୍କ ପାଇଁ କଣ ନା କିଛି କ୍ଲାସ କରନ୍ତୁ ତ ପିଲାମାନେ ମୋ କଥା କହୁଛି ମନେ ରଖ କି ରେଗୁଲାର ହୁଅନ୍ତୁ କି ଏକ୍ସ ରେଗୁଲାର ସମସ୍ତଙ୍କ ପାଇଁ ଏକା କ୍ୱେଶ୍ଚିନ୍ ବୁଝିହେଲା ତ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ଟିକେ ସହଜ କ୍ୱେଶ୍ଚିନ୍ ଆସିବ ଏଇ MCQ ଭିତରୁ ଯୋଉ MCQଟା ସହଜ ସେଟା ଏକ୍ସ ରେଗୁଲାର ପିଲାଙ୍କୁ ଆସିବ ରେଗୁଲାର ପିଲାଙ୍କ ପାଇଁ ଟିକେ କଷ୍ଟ ନୁହେଁ ସବୁ MCQ କିନ୍ତୁ ତାଙ୍କର ଅଲଗା କ୍ୱେଶ୍ଚିନ୍ ତମର ଅଲଗା କ୍ୱେଶ୍ଚିନ୍ ଆସିବ କିନ୍ତୁ ଏଇ କ୍ୱେଶ୍ଚିନ୍ ଆର ଭିତରୁ ଯାହା ପଢୁଛି ତା ଭିତରୁ ଧର ଏଇଟା ରେଗୁଲାର ପିଲାଙ୍କର ପଇଲା ନା ଏଇଟା ଏକ୍ସ ରେଗୁଲାର ପିଲାଙ୍କୁ ପଇଲା ଏମିତି ତମର ପଡିବ ବୁଝିହେଲା ତାପରେ ତ 50ଟା MCQ ଆମେ ଆଲୋଚନା ଆଜି କରିବା 50 MCQ ତ ଚାଲ ଆମେ ଷ୍ଟାର୍ଟ କରିବା ତ ବାବୁ ବଳରାମଙ୍କ ଚାକର ନାମ କଣ ଥିଲା ବାବୁ ବଳରାମଙ୍କ ଚାକର ନାମ କଣ ଥିଲା ଗୋପାଳ ରାଜୀବ ବିଦ୍ୟା ଗଙ୍ଗାଧର କଣ ଥିଲା ବାବୁ ବଳରାମଙ୍କ ଚାକର ନାମ କଣ ଥିଲା ପିଲାମାନେ ତ ବାବୁ ବଳରାମଙ୍କ ଚାକର ନାମ ଥିଲା କଣ ନା ବିଦ୍ୟା ନେକ୍ସଟ କେଉଁ ହୁକାରେ ବାବୁ ବଳରାମ ଗୁଡାଖୁ ପିଅନ୍ତି କେଉଁ ହୁକାରେ ସୁନାବନ୍ଧା ରୂପାବନ୍ଧା କେଉଁ ହୁକାରେ ବାବୁ ବଳରାମ ଗୁଡାଖୁ ପିଅନ୍ତି ନା ରୂପା ବନ୍ଧା ହୁକାରେ ବାବୁ ବଳରାମ କଣ ନା ଗୁଡାଖୁ ପିଅନ୍ତି ନେକ୍ସଟ ମହାଜନ ବଳରାମ ବଳଙ୍କ ଘର ଓଡିଶାର କେଉଁ ଅଞ୍ଚଳରେ ଅବସ୍ଥିତ ମହାଜନ ବଳରାମଙ୍କ ବଳ ଘର କେଉଁ ଜାଗାରେ କଟକ ଯାଜପୁର କେନ୍ଦୁଝର ବାଲେଶ୍ୱର ତ କେଉଁ ଅଞ୍ଚଳରେ ବାବୁ ବଳରାମଙ୍କ ଘର କଣ ନା ଓଡିଶାର କେଉଁ ଅଞ୍ଚଳରେ ଅବସ୍ଥିତ ନା ଯାଜପୁର କୋଉଠି ନା ଯାଜପୁର ନେକ୍ସଟ ସାନ୍ତାଣୀ ପୋଇଲି ରାଧି ସହ ପୁରୀର କେଉଁ ମଠରେ ରହିଥିଲା କାଳୀ ମଠ ଦୁର୍ଗା ମଠ ମାତା ମଠ ଦେବ ମଠ କେଉଁ ମଠ ନା ମାତା ମଠ କେଉଁ ମଠରେ ରହିଥିଲା ନା ମାତା ମଠରେ ରହିଥିଲା ନେକ୍ସଟ କଲିକତାରେ ଗଦିଆର ମହାଜନ ହିନ୍ଦୁ ମହାଜନ ମାନେ କେତେବେଳେ ଗଙ୍ଗା ସ୍ନାନକୁ ବାହାରି ଯାଆନ୍ତି କାଉ କା କା କରିବା ମାତ୍ରେ କୁକୁଡା ଡାକିବା ସଙ୍ଗେ ସଙ୍ଗେ କୁକୁଡା ଡାକ ଆଗରୁ ତୋପ ପଡିବା ମାତ୍ରେ ସୂର୍ଯ୍ୟୋଦୟ ପୂର୍ବରୁ କଣ ନା କୁକୁଡା ଡାକ ଆଗରୁ ତୋପ ପଡିବା ମାତ୍ରେ ନେକ୍ସଟ ଗୋପାଳ ଚନ୍ଦ୍ର ମହାପାତ୍ର ନିଜ ତିଆରି ମନ୍ଦିରରେ କେଉଁ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲା ଲକ୍ଷ୍ମୀ ନାରାୟଣ ଲକ୍ଷ୍ମୀ ନୃସିଂହ ରାଧାକୃଷ୍ଣ ସୀତାରାମ କଣ ପିଲାମାନେ ହବ ଯୋଉ ରାଧାକୃଷ୍ଣଙ୍କ ମୂର୍ତ୍ତି ନେକ୍ସଟ କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ ଥିଲା ସବାଇ ଘାସ ଧୂଆପତ୍ର ହଳଦୀ ପତ୍ର ତେଜପତ୍ର କେଉଁ ପତ୍ର ଥିଲା ପିଲାମାନେ ନା ଧୂଆପତ୍ର କେଉଁ ପତ୍ର ନା ଧୂଆପତ୍ର ଥିଲା ନେକ୍ସଟ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ରର ନାମ କଣ ବଳରାମ ବୈଲୋଚନ ରାଜୀବ ଲୋଚନ ବିରୋଚନ କଣ ପିଲାମାନେ ନା ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ରଙ୍କ ନାମ ହଉଛନ୍ତି ରାଜୀବ ଲୋଚନ ନେକ୍ସଟ ନାରୀ ସ୍ୱାଧୀନତା ବିବର୍ଦ୍ଧନୀ ସଭାର ଅଧିବେଶନ କେଉଁ ବାରରେ ହୁଏ ସୋମବାର ମଙ୍ଗଳବାର ଶୁକ୍ରବାର ଶନିବାର କେଉଁ ବାରରେ ହୁଏ ପିଲାମାନେ ନା ନାରୀ
ସ୍ୱାଧୀନତା ବିବର୍ଦ୍ଧନୀ ସଭା ଶନିବାର ଦିନ ହୁଏ। କେଉଁ ବାର? ନା ଶନିବାର ଦିନ ହୁଏ। ନେକ୍ସଟ, ମହାଜନ ବଳରାମ କାହାଠାରୁ ଆକବରୀ ମୋହର କିଣିଥିଲେ? ସୌଦାଗର, ଜମିଦାର, ନବାବ, ସବରକାର। କଣ ପିଲାମାନେ ହବ? ନା ହବ ସୌଦାଗର। କଣ? ନା ସୌଦାଗର। ନେକ୍ସଟ, କେଉଁ ଲୋକେ ଧୂଆଁପତ୍ର ଗଛ କେବେ ଦେଖି ନାହାନ୍ତି ବୋଲି କୁହାଯାଇଛି? କେଉଁ ଲୋକେ ଧୂଆଁପତ୍ରର ଗଛ କେବେ କଲିକତି, କଟକୀ, ତାପରେ କଣ ନା ବଡବଜାରୀ, ବାଲେଶ୍ୱର। କଣ ହବ ପିଲାମାନେ? ନା ହେଇଯିବ ତମର ବାଲେଶ୍ୱରୀ। କଣ? ନା ବାଲେଶ୍ୱରୀ। ନେକ୍ସଟ, ସିନ୍ଧୁକରେ କେତେ ଟଙ୍କାର ଥଳି ନଥିବାର ଦେଖାଯାଇଥିଲା? 300 ଟଙ୍କା, 400 ଟଙ୍କା, 500 ଟଙ୍କା, 700 ଟଙ୍କା। କେତେ ଟଙ୍କା ପିଲାମାନେ? ନା 500 ଟଙ୍କା। କେତେ? ନା 500 ଟଙ୍କା। ନେକ୍ସଟ, ତାଲୁକା ମଧ୍ୟରେ କେଉଁ ଗ୍ରାମଟି ତାଲୁକା ମଧ୍ୟରେ କେଉଁ ଗ୍ରାମଟି କଣ? ନା ସବୁଠାରୁ ବଡ ଥିଲା? ହରିପୁର, ରାମପୁର, ଚାନ୍ଦିପୁର, ଶ୍ୟାମପୁର। କେଉଁପୁର ପିଲାମାନେ? ନା ଶ୍ୟାମପୁର। କେଉଁପୁର? ନା ଶ୍ୟାମପୁର। ନେକ୍ସଟ, ଭୋଜନ ବେଳେ ଥାଳି ପାଖରେ ଗୋପାଳ କଣ ନ ରଖିଲେ ବାବୁଙ୍କୁ ଭଲ ଲାଗେ ନାହିଁ? ଘିଅ ଠେକି, ଲୁଣ ଅଡ଼ା, ଲେମ୍ବୁ ଲଙ୍କା, ଅବାକୁର ଜଳ। କଣ? ନା ଅବାକୁରରେ ଜଳ। ନେକ୍ସଟ, ଗୋପାଳ ଏବେ ରୋଷେଇଆ ନୁହେଁ, ବେପାରରେ ବାବୁଙ୍କର କଣ? ବାମ ହାତ, ଡାହାଣ ହାତ, ପାଖ ଲୋକ, ନିଜ ଲୋକ। କଣ ପିଲାମାନେ? ନା ଡାହାଣ ହାତ। କଣ? ନା ଡାହାଣ ହାତ। ନେକ୍ସଟ, ମଙ୍ଗଳବାର ଦିନ କେଉଁ ସଭାର ଅଧିବେଶନ ହୁଏ? କୁସଂସ୍କାର ବିମର୍ଦିନୀ, ନାରୀ ସ୍ୱାଧୀନତା ବିମର୍ଦିନୀ, ଅସଭ୍ୟତା ନାଶିନୀ, ଜାତିଭେଦ ବିନାଶିନୀ। କଣ? ନା କୁସଂସ୍କାର ବିମର୍ଦିନୀ। ତ ନାରୀ ସ୍ୱାଧୀନତା ବିମର୍ଦିନୀ ଶନିବାର ଦିନ ହୁଏ। କଲିକତାକୁ ଗାଳ୍ପିକ କେଉଁ ଖଳି ବୋଲି କହିଛନ୍ତି? ଠକ ଅଣ୍ଟି କଟା, ଠକ ବେକ କଟା, ଠକ ଗଣ୍ଠି କଟା, ଠକ ଆଖି କଟା। କଣ? ନା ଠକ ଗଣ୍ଠି କଟା। ବଳରାମ ବାବୁଙ୍କ ଚାକର ନାମ କଣ ଥିଲା? ରାଧୁଆ, ନିଧିଆ, ଗୋପାଳିଆ, ବିଦିଆ। କଣ ଥିଲା ପିଲାମାନେ? ନା ଥିଲା ତମର କଣ? ନା ଗୋପାଳିଆ। ବାବୁ ବଳରାମଙ୍କ ଚାକର ନାମ ଥିଲା ଗୋପାଳିଆ। ନେକ୍ସଟ, ବାବୁ ବଳରାମ ବଳ ଉତ୍କଳର ସମସ୍ତ ବେପାରୀଙ୍କର କଣ ଥିଲେ? ମାଲିକ, ମୁଖପାତ୍ର, ଦଣ୍ଡିଦାର, ଶୁଭଚିନ୍ତକ। କଣ ଥିଲେ? ନା ଥିଲେ ଦଣ୍ଡିଦାର। କଣ? ନା ଦଣ୍ଡିଦାର। ନେକ୍ସଟ, ଝିଅକୁ ବାପା କଣ ବୋଲି ଡାକୁଥିଲେ? ନୟନତାରା, ଦୁଃଖ ପାଶରା, ଆଖିର ତାରା, ହୃଦୟ ତାରା। କଣ ଡାକୁଥିଲେ? ନା ଦୁଃଖ ପାଶରା। ଝିଅକୁ ବାପା ଦୁଃଖ ପାଶରା ବୋଲି ଡାକୁଥିଲେ। ନେକ୍ସଟ, ମହାପାତ୍ରେ ବାବୁ ବଳରାମଙ୍କ ବ୍ୟବସାୟର କେତେ ଅଂଶୀଦାରୀ ଥିଲେ? 4 ପଣି, 8 ପଣି, 2 ପଣି, 6 ପଣି। କେତେ ଥିଲେ ପିଲାମାନେ? ନା 4 ପଣି। କେତେ? ନା 4 ପଣି। ନେକ୍ସଟ, ବଳରାମଙ୍କୁ ଉତ୍କଳର ସମସ୍ତ ବେପାରୀଙ୍କର କଣ ବୋଲି କୁହାଯାଇଛି? ମୌନମଣି, ମୁଖପାତ୍ର, ଭବ୍ୟନିୟନ୍ତା, ଦଣ୍ଡିଦାର। କଣ ପିଲାମାନେ ହବ? ନା ହବ ତମର ଦଣ୍ଡିଦାର। କଣ? ନା ଦଣ୍ଡିଦାର। ନେକ୍ସଟ, କୁସଂସ୍କାର ବିମର୍ଦିନୀ ସଭାର ଅଧିବେଶନ କେଉଁ ଦିନ ହୋଇଥାଏ? ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର। କେଉଁ ବାର ଦିନ ହୋଇଥାଏ ପିଲାମାନେ? ନା ମଙ୍ଗଳବାର। କୁସଂସ୍କାର ବିମର୍ଦିନୀ ସଭାର ଅଧିବେଶନ ମଙ୍ଗଳବାର ଦିନ ହୋଇଥାଏ। ନେକ୍ସଟ, କେଉଁ ବେମାରରେ ଗୋପାଳଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା? ବସନ୍ତ, ଯକ୍ଷ୍ମା, ସନ୍ନିପାତ, ଝାଡାବାନ୍ତି। କେଉଁ ରୋଗରେ ହେଇଥିଲା? ନା ସନ୍ନିପାତ। କେଉଁ ରୋଗ? ନା ସନ୍ନିପାତ। ନେକ୍ସଟ, ସାଆନ୍ତାଣୀଙ୍କର ବିଶ୍ୱାସ ପୋଇଲି କିଏ? ଫୁଲ, କନି, ରାଧି, ପଧି। ସାଆନ୍ତାଣୀଙ୍କର ବିଶ୍ୱାସ ପୋଇଲି କିଏ? ନା ରାଧି। କିଏ? ନା ରାଧି। ନେକ୍ସଟ, ଦୋକ୍ତା କାରବାର ସହିତ କଣ ସମକକ୍ଷ? ଗୋଖର ସାପ ଖେଳାଇବା, ସମୁଦ୍ର ପହଁରିବା, କୁହୁଡି ପହଁରିବା, ପାଣିକୁ ବାଡେଇବା। କଣ ହବ? ନା ଦୋକ୍ତା କାରବାର ସହିତ ଗୋଖର ସାପ ଖେଳାଇବା। କଣ? ନା ଗୋଖର ସାପ ଖେଳାଇବା। ନେକ୍ସଟ, କେଉଁ ଜାଗାରେ ବେପାରରେ ଲାଭ ହୁଏ ବୋଲି ମହାପାତ୍ରେ ମହାଜନକୁ ଜଣାଇଲେ? ବିକା ଜାଗାରେ, କିଣା ଜାଗାରେ, ଉତ୍ପାଦନ ଜାଗାରେ, ହାଟ ବଜାରରେ। କେଉଁ ଜାଗାରେ ପିଲାମାନେ? ନା କିଣା ଜାଗାରେ। କେଉଁ ଜାଗାରେ ବେପାର ଲାଭ? ନା କିଣା ଜାଗାରେ। ନେକ୍ସଟ, ଉତ୍କଳର କଲିକତି ଧୂଆଁପତ୍ର ନାମ କଣ? ଦୋକ୍ତା, ଚୂନପତ୍ର, କଳାପତ୍ର, ବାଲେଶ୍ୱରୀ। କଣ ହବ? ନା ବାଲେଶ୍ୱରୀ। କଣ? ନା ବାଲେଶ୍ୱରୀ।
ନେକ୍ସଟ, କାହାକୁ ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ? ବେପାରୀ, ଖାଉଟି, ଚିହ୍ନରା ଦଣ୍ଡିଦାର, ମହାଜନ। କଣ ପିଲାମାନେ ହବ ନା ଚିହ୍ନରା ଦଣ୍ଡିଦାର। ନେକ୍ସଟ, ଦେବୀ ଓଝା କିଏ? ତ ପିଲାମାନେ ଦେବୀ ଓଝା କିଏ? ସରପଞ୍ଚ, ୱାର୍ଡ ମେମ୍ବର, ଅବଧାନ, ଦୋକାନୀ। ଦେବୀ ଓଝା କିଏ ନା ଦେବୀ ଓଝା ହଉଛନ୍ତି ଅବଧାନ। ନେକ୍ସଟ, ବବୁର୍ଚିଖାନାରେ ଗୋରୁ ଗୁହ ଢଳାଯିବାର ପ୍ରତିକାର ସ୍ୱରୂପ କଣ 4 ବୋତଲ ଢଳାଗଲା? ଅତର, ସୁବାସିତ ଜଳ, ଫିନାଇଲ, ଲେଭେଣ୍ଡର। କଣ ଢଳା ହେଲା ପିଲାମାନେ ନା ଫିନାଇଲ। କଣ ନା ଫିନାଇଲ। ନେକ୍ସଟ, ଗଙ୍ଗାଲଭା ବୋଇଲେ କଣ ହୁଏ? ବ୍ରତ, ପୁଣ୍ୟ, ସ୍ନାନ, ମୃତ୍ୟୁ। ଗଙ୍ଗାଲଭା ବୋଇଲେ କଣ ହୁଏ ନା ଗଙ୍ଗାଲଭା ବୋଇଲେ ମୃତ୍ୟୁ। କଣ ନା ମୃତ୍ୟୁ। ନେକ୍ସଟ, କଲିକତାକୁ ଠିକ କେଉଁ ଖଣି ବୋଲି କୁହାଯାଇଛି? ହରିଲୁଟ ଖଣି, ଚୋରା ଖଣି, ତଣ୍ଟିକଟା ଖଣି, ଗଣ୍ଠିକଟା ଖଣି। କଣ କୁହାଯାଇଛି ନା ଗଣ୍ଠିକଟା ଖଣି। ନେକ୍ସଟ, କପାଳିଆ ଲୋକକୁ କଣ ମିଳିଥାଏ? ଆକବରୀ ମୋହର, ଗଦି, ଗାଡି, ସାଥୀ। କଣ ହେଇଥାଏ ନା ଆକବରୀ ମୋହର। ନେକ୍ସଟ, ମା ସାନ୍ତାଣୀ କେଉଁ କଥା ଶୁଣି ଚମକି ପଡି ଠିଆ ହୋଇଗଲା? ମଦ, କନ୍ୟା, ଠକ ଠକ, ଧଡ ଧଡ। କଣ ନା ଠକ ଠକ। ନେକ୍ସଟ, ମହାଜନ ବଳରାମ ଜଣେ ସୌଦାଗର ଠାରୁ କେଉଁ ମୋହର କିଣିଥିଲେ? କାବୁଲି, ଆକବରୀ, ବର୍ଦ୍ଧମାନ, ଶାହଜାହାନ। କଣ ଥିଲା ପିଲାମାନେ ନା ହବ ଆକବରୀ। କଣ ନା ମହାଜନ ବଳରାମ ଜଣେ ସୌଦାଗର ଠାରୁ ଆକବରୀ ମୋହର କିଣିଥିଲେ। ନେକ୍ସଟ, ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଉଥାନ୍ତି? ଓଡ଼ିଆ, ବଙ୍ଗାଳୀ, ବିହାରୀ, କାଶୀ। କେଉଁ ବ୍ରାହ୍ମଣ ନା ଓଡ଼ିଆ। କେଉଁ ବ୍ରାହ୍ମଣ ନା ଓଡ଼ିଆ ବ୍ରାହ୍ମଣ। ନେକ୍ସଟ, ଗୋପାଳର ନାଁ ବାବୁ ଗୋପାଳଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖିଥିଲେ? ମୋହରିର, ଗୁମାସ୍ତା, ମୁସ୍ତରୀ, ମ୍ୟାନେଜର। କିଏ ପିଲାମାନେ ନା ଗୁମାସ୍ତା। ନେକ୍ସଟ, ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ? ନାରୀ ମଙ୍ଗଳକାରିଣୀ, ନାରୀ ସ୍ୱାଧୀନତା ବିବର୍ଦ୍ଧନୀ, ନାରୀ ସଶକ୍ତିକରଣୀ, କୁସଂସ୍କାର ବିବର୍ଦ୍ଧନୀ। କଣ ହବ ନା ନାରୀ ସ୍ୱାଧୀନତା ବିବର୍ଦ୍ଧନୀ। ନେକ୍ସଟ, ଯାହାର ଧନ ଜ୍ଞାନ ଅଛି ସେ କଣ କଲେ ତା ଜୀବନ ଧିକ ହୋଇଯାଏ ବୋଲି ସଭାରେ କୁହାଯାଇଥିଲା? ଘରେ ବସି ରହିଲେ, ବ୍ୟବସାୟ କଲେ, ଚାକିରି କଲେ, ବେକାର ହୋଇଗଲେ। କଣ ହବ ପିଲାମାନେ ନା ଚାକିରି କଲେ। ଯାହାର ଧନ ଜ୍ଞାନ ଅଛି ସେ ଚାକିରି କଲେ ତା ଜୀବନ ଧିକ ହୋଇଯାଏ ବୋଲି ସଭାରେ କହିଛନ୍ତି। ନେକ୍ସଟ, କନ୍ୟା ପିତା ମକ୍ରାମଣିକ ଆସାମ ଚା ବଗିଚାରେ ପଦୋନ୍ନତି ପାଇଁ ଶେଷରେ କଣ ହୋଇଥିଲେ? ଖାନସମା, ବବୁର୍ଚି, କୁଲି ସର୍ଦ୍ଦାର, ମ୍ୟାନେଜର। କଣ ନା ଖାନସମା। ନେକ୍ସଟ, କୁମ୍ଭୀର କଣ ଖୋଜିଥାଏ ବୋଲି କୁହାଯାଇଛି? କୁମ୍ଭୀର ଲୁଣି ପାଣି, କାଦୁଅ ପାଣି, ଗୋଳିଆ ପାଣି, ପଙ୍କୁଆ ପାଣି। କଣ ହବ ନା ଗୋଳିଆ ପାଣି। ନେକ୍ସଟ, କେଉଁ ନାମ ଶୁଣି ନୂଆ ଜମିଦାରଙ୍କ ମନ ଭାରି ଖୁସି ହୋଇଥିଲା? ସଭା, ସ୍କୁଲ, ଗାଁ, ଜମିଦାରୀ। କଣ ହବ ପିଲାମାନେ ନା ସଭା। ପରବର୍ତ୍ତୀ କ୍ୱେଶ୍ଚିନ୍, ତାଲୁକା କିଣାଠାରୁ ରଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ? ମୁଖ୍ୟ ଗୁମାସ୍ତା, ଛାମୁକରଣ, ସେଠ ପାଞ୍ଜିଆ, ଗଦି ସରକାର। କଣ ହବ ପିଲାମାନେ ନା ସେଠ ପାଞ୍ଜିଆ। କଣ ନା ସେଠ ପାଞ୍ଜିଆ। ନେକ୍ସଟ, ତାଲୁକା ମଧ୍ୟରେ କେଉଁ ଗ୍ରାମଟି ସବୁଠୁ ବଡ ଥିଲା? ମଦନପୁର, ମାନପୁର, ନରଣପୁର, ଶ୍ୟାମପୁର। କଣ ହବ ନା ଶ୍ୟାମପୁର। ନେକ୍ସଟ କ୍ୱେଶ୍ଚିନ୍, ନୂଆ ଜମିଦାର ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ? ଶିକ୍ଷିତ ବେକାର, ଶିକ୍ଷିତ ସମାଜସେବୀ, ଶିକ୍ଷିତ ସମାଜ ସଂସ୍କାରକ, ଶିକ୍ଷିତ କୁସଂସ୍କାର ବର୍ଜିତ। କଣ ନା ଶିକ୍ଷିତ କୁସଂସ୍କାର ବର୍ଜିତ। ନେକ୍ସଟ, ଏ ଦେଶରେ ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ? ଦିନ ଆଲୁଅ, ସଞ୍ଜ ଆଲୁଅ, ଆତସବାଜି ଆଲୁଅ, ଲଣ୍ଠନ ଆଲୁଅ। କେଉଁ ଆଲୁଅ ନା ଦିନ ଆଲୁଅ। ନେକ୍ସଟ, ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବକୁ କିଏ ଦ୍ୱିତୀୟ କରିଥିଲେ? ଗାଲ୍ଲାଭ ପଟ୍ଟନାୟକ, ବଲ୍ଲଭ ରାୟ, ହରିବୋଲ ପଟ୍ଟନାୟକ, ରଙ୍ଗାଧର ମହାନ୍ତି। କିଏ ନା ହରିବୋଲ ପଟ୍ଟନାୟକ। ନେକ୍ସଟ, ନୂଆ ଜମିଦାରଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ ହୋଇଥିଲା? କଟକ, କଲିକତା, ବାଲେଶ୍ୱରୀ, ଯାଜପୁର। କେଉଁଠି ନା କଲିକତା। ତ ପିଲାମାନେ ତମର ଥିଲା ଏଇ 49ଟା ତମର କଣ ନା MCQ କ୍ୱେଶ୍ଚିନ୍ ଆନ୍ସର ବହୁତ ଗୁରୁତ୍ୱପୂର୍ଣ୍ଣ। ଭିଡ଼ିଓଟି ଭଲ ଲାଗିଲା ପିଲାମାନେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦବା। ଆଉ ଯେହେତୁ ଏକ୍ଜାମ ତମ ହାତରେ ଅଳ୍ପ ସମୟ ଅଛି
ଅଳ୍ପ ଦିନ ଅଛି। ତମେ ସମସ୍ତେ ପଢ଼। ଭିଡ଼ିଓଟି ଭଲ ଲାଗିଥିବ। ଧନ୍ୟବାଦ। ଜୟ ଜଗନ୍ନାଥ।